ଦେଖନ୍ତୁ ସତ୍ୟପତି ଆମର ଯେତେବେଳେ ପାର୍ଟି ଗତ ବର୍ଷ ବୁକ୍ ହେଲା 2025-26, 26-27 ସତ୍ୟପତି ଆମର ବୁକ୍ ହେଇଥିଲେ। ସତ୍ୟପତିକୁ ମୁଁ ଟଙ୍କା ଦେଇଥିଲି। ଟଙ୍କା ଦେଲା ପରେ ଖଣ୍ଡଗିରି 2025 ମସିହା ଯେତେବେଳେ ଖଣ୍ଡଗିରି ଯାତ୍ରା ଚାଲିଥିଲା ତାଙ୍କର ଦେହ ଅସୁସ୍ଥ ହେଲା ଶୁଣିବାକୁ ପାଇଲି କଳିଙ୍ଗ ଗଣନାଟ୍ୟର। ଆଉ ତାପରେ ସିଏ ଅବ୍ୟାହତ ରହିଲେ ଆଉ ନାଟକ କରିପାରିଲେ ନାହିଁ। ଯେହେତୁ ଆମେ ଟଙ୍କା ଦେଇଛୁ ମୁଁ ପୁଣି ଯୋଗାଯୋଗ ରଖିଲି ତାଙ୍କ ଘର ପାଖକୁ ଗଲି। ଗଲା ପରେ ଥରେ ଦୁଇଥର ଫେରିଲି ଯେ ସେ ଟ୍ରିଟମେଣ୍ଟ ଝାରସୁଗୁଡ଼ାରେ ହେଉଛନ୍ତି ବୋଲି ଶୁଣିଲି। ଝାରସୁଗୁଡ଼ା ଟ୍ରିଟମେଣ୍ଟ ହେଇକି ଆସିଲା ପରେ ମୁଁ ଯେତେବେଳେ ଜାଣିଲି ତାଙ୍କର ମେଜର ପ୍ରୋବ୍ଲେମ୍ ଅଛି, ସ୍ପାଇନାଲ କର୍ଡର ପ୍ରୋବ୍ଲେମ୍ ଅଛି, ଯାହାକି ଆମ ଓଡ଼ିଶା ଲେବୁଲରେ ଏଠି ଡକ୍ଟର କିଛି ଗ୍ୟାରେଣ୍ଟି ଦେଲେନି। ସେମାନେ ବହୁ ପରାମର୍ଶ ହାଇଦ୍ରାବାଦ, ବାଙ୍ଗଲୋର ଏସବୁ ଯୋଗାଯୋଗ କଲା ପରେ ବିଶାଖାପାଟଣାର ଜଣେ ପ୍ରଫେସର ଅପରେସନ କରିବାର ସିଦ୍ଧାନ୍ତ ହେଲା ଏବଂ 10 ଲକ୍ଷ 8 ଲକ୍ଷରୁ 12 ଲକ୍ଷ ଟଙ୍କା ଟାର୍ଗେଟ ଦେଲେ ଖର୍ଚ୍ଚ। ସେତେବେଳକୁ ମୁଁ ତାଙ୍କୁ ଅଲରେଡ଼ି ମୋର ଯେତିକି ଆଡ଼ଭାନ୍ସ ଦେବା କଥା ମୁଁ ଗୋଟେ ବର୍ଷ ମାନେ ଦ୍ୱିତୀୟ ବର୍ଷ 2 ବର୍ଷ